आम ओडिशार चाषी भाई मानक पई गोटे बड़ खुशी खबर निहाती भाବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁମାନେ ମଣ୍ଡିରେ ଧାନ ଦେବେ ବା ଯେଉଁମାନେ ଦେଉଛନ୍ତି ଯେଉଁମାନେ ଦେବାକୁ ଯାଉଛନ୍ତି ସେଇମାନଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର ମୁଁ କହିବି। ଭିଡ଼ିଓ ମାଧ୍ୟମରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅନ୍ କରିଦେବେ। ତ ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ରଖୁଛି ଯେଉଁଟାକି ଆପଣମାନଙ୍କ ପାଇଁ ବଡ଼ ଖୁସି ଖବର ଅଛି। ମଣ୍ଡିରେ ଯେଉଁମାନେ ଧାନ ବିକୁଛନ୍ତି ପ୍ରଥମ କଥା ମୁଁ କହି ରଖୁଛି ଯେଉଁମାନେ ଟୋକନ୍ ପାଇନାହାନ୍ତି ସେମାନେ ଯଦି କୌଣସି କାରଣବଶତଃ ଟୋକନ୍ ଆସିଛି ଆପଣ ମୋବାଇଲକୁ ଆସିନାହିଁ ତ ନୂଆ ନମ୍ବରଟି ଜାରି ହେଇଛି। ମୁଁ ନୂଆ ନମ୍ବରଟି ଭିଡ଼ିଓ ମାଧ୍ୟମରେ କହିଛି, ମୋର ଭିଡ଼ିଓ ଅଛି ଆପଣମାନେ ଦେଖିପାରିବେ। ନହେଲେ ଏଇଠି ମଧ୍ୟ ଆପଣମାନଙ୍କୁ ଦେଇଦେଉଛି ଏଇ ନମ୍ବରଟି ଆପଣମାନେ କଲ୍ କରିବେ। 5 ଏବଂ 6 IVR ଅପସନ୍ରେ 5 କିମ୍ବା 6 ଆପଣଙ୍କ ଯେଉଁଟା ଦରକାର ଟୋକନ୍ ସମ୍ବନ୍ଧୀୟ ହେଉ କିମ୍ବା ମଣ୍ଡି ସମ୍ବନ୍ଧୀୟ ହେଉ ଆପଣମାନେ ସେଇଠି ଜାଣିପାରିବେ। ତ ସମ୍ପୂର୍ଣ୍ଣ ମୁଁ କହି ରଖୁଛି ଏଇଟା ତ ଅଲଗା ଭିଡ଼ିଓ, ଆପଣମାନେ ଟୋକନ୍ ଜାଣିବା ପାଇଁ ସେ ଭିଡ଼ିଓଟି ଦେଖନ୍ତୁ। କିନ୍ତୁ ଆପଣମାନଙ୍କ ପାଇଁ ଯେଉଁ ଖୁସି ଖବରଟି ଅଛି ମୁଁ ଆପଣମାନଙ୍କୁ ନିହାତି ଭାବରେ ଦେଖାଇ ରଖୁଛି। ତ ଦେଖି ରଖନ୍ତୁ ଏଇଟା ହେଲା ଜାନୁଆରୀ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା ଆରମ୍ଭ। ଆପଣମାନେ ଜାଣିଛନ୍ତି ପଶ୍ଚିମ ଓଡ଼ିଶା ଯେଉଁ 12ଟି ଜିଲ୍ଲାରେ ଆରମ୍ଭ ହୋଇଛି। ବହୁତ କଷ୍ଟ ବାଧାବିଘ୍ନ ସତ୍ତ୍ୱେ ମଣ୍ଡି ଚାଲିଛି ଏବଂ ସେଥିରେ ମଧ୍ୟ ବିରୋଧ ଚାଲିଛି, କାରଣ ବହୁତ ଜାଗାରେ ଧାନ କିଣା ଅବ୍ୟବସ୍ଥା ରହିଛି। ତ ତା ମଧ୍ୟରେ ଗୋଟେ ଖୁସି ଖବର ଆସିଛି ଯେ ଜାନୁଆରୀ 10 ସୁଦ୍ଧା ବାକି ଯେତେ ସବୁ ଜିଲ୍ଲା ଅଛି ସବୁ ଜିଲ୍ଲା ଯାକ ଆରମ୍ଭ ହୋଇଯାଇଥିବ। ଏବଂ କ'ଣ ରହୁଛି ପରିସ୍ଥିତି ଏଟା ପର କଥା ମୁଁ ଆପଣମାନଙ୍କୁ ଏଠି କହି ରଖୁଛି। ବର୍ତ୍ତମାନ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ବିରୋଧୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏଇଟା ନିହାତି କରିବା ଦରକାର, କାରଣ ଜଣେ ଯେତେବେଳେ କ୍ଷମତା ଥାଏ ଆଉ ଜଣେ ବିରୋଧ କରିବାକୁ ନିହାତି ଦରକାର। ବିରୋଧୀ ନହେଲେ ସବୁଥିରେ କିଛି ନା କିଛି ଅସୁବିଧା ଘଟେ। ଏହାକୁ ନଜର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧାନ କିଣା ପ୍ରକ୍ରିୟାରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀ 10 ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଏଇଟା ନିହାତି ସ୍ୱାଭାବିକ ହେବା ଦରକାର, ଆହୁରି ଶୀଘ୍ର କରିବା ଦରକାର, କାରଣ ଧାନ ଏ ବର୍ଷ ଖୁବ୍ ଶୀଘ୍ର ଅମଳ ହୋଇଛି। ଲୋକଙ୍କ ପାଖରେ ଅଛି ବର୍ଷା ପୂର୍ବରୁ ଧାନ ଯେମିତି ସୁରକ୍ଷିତ ଯାଇକି ମଣ୍ଡିରେ ପହଞ୍ଚିବା ଦରକାର। ମିଲର ମାନେ ନେବା ଦରକାର। କଟନୀ ଛଟନୀ ତ ଚାଲିଛି, ଆପଣମାନେ ଜାଣିଛନ୍ତି। ଯେତେ କଟନୀ ଛଟନୀ ମନା କଲେ ମଧ୍ୟ କଟନୀ ଛଟନୀ ଚାଲିବାଟା ନିହାତି ହେବ। ତ ଲୋକସେବା ଭବନରେ ବସିଥିବା ଏହି ବୈଠକ ଆଲୋଚନାରୁ ଜଣାପଡ଼ିଛି ଯେ ଆଜି ପର୍ଯ୍ୟନ୍ତ ରାଜ୍ୟର 12ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି। 17ଟି ଜିଲ୍ଲାରେ ଟୋକନ୍ ପ୍ରଦାନ କରାଯାଇଛି। 17ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଟୋକନ୍ ଆସିଗଲାଣି। ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ 5ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ, ଯେଉଁଟାକି ଆପଣମାନେ ଜାଣିଛନ୍ତି। ସବୁ ଜିଲ୍ଲା ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା 1,11,128 ଜଣ କୃଷକ ତାଙ୍କର 4,97,594 ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିପାରିଛନ୍ତି। ଏଥିପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ 1,056.08 କୋଟି ଟଙ୍କା ପ୍ରଦାନ କରାଯାଇଛି। ତ ଆପଣମାନେ ଦେଖିପାରୁଥିବେ ଏତିକି ଧାନ ବର୍ତ୍ତମାନ ସୁଦ୍ଧା କିଣା ହେଲାଣି, ଆହୁରି ମଧ୍ୟ କିଣା ହେବ। ବୈଠକ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀ ହକ୍ ଉପରେ ଆଞ୍ଚ ନ ଆସିବ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମିଲର ମାନେ ଯେପରି ଚାଷୀଙ୍କ ଠାରୁ ଠିକ୍ ଭାବରେ ଧାନ କ୍ରୟ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ ସେଥିପ୍ରତି ଅଧିକାରୀମାନେ ପୁରା ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେପରି ବୈଠକରେ ଧାନ କିଣା ଫସଲ ଅଣଧାନ ଫସଲ ଯେଉଁଟାକି ମୁଁ ଆପଣଙ୍କୁ ଦେଖାଇ ରଖୁଛି ତ ସମଗ୍ର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ମାଣ୍ଡିଆ ଡାଲି ଜାତୀୟ ଫସଲ ଏବଂ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କୁହାଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ସଦସ୍ୟମାନେ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ଏବଂ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ତ ଆପଣମାନେ ଜାଣିଛନ୍ତି ସବୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର ମଣ୍ଡି ଆରମ୍ଭ ହୋଇଲାଣି, କିଛି ଜାଗାରେ ହେଲାଣି ଏବଂ କିଛି ଜାଗାରେ ହେବାକୁ ଅଛି। ତ ନିହାତି ଭାବରେ ଆପଣମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଟୋକନ୍ ନ ଆସିଥିଲେ ଟୋକନ୍ କେମିତି ପାଇବେ ମୁଁ ନିହାତି ଭାବରେ ଭିଡ଼ିଓ କରିଛି। ଅତି ସହଜରେ 2 ମିନିଟ୍ରେ ଆପଣମାନେ ପାଇପାରିବେ। ଯେଉଁ 1967 ନମ୍ବରଟି ଥିଲା ସେ ନମ୍ବରଟି ହୁଏତ ଖୁବ୍ କମ୍ ଲାଗୁଛି, ତା ପାଇଁ ନୂଆ ନମ୍ବର ଜାରି କରିଛି। ମୁଁ ନିହାତି ଭାବରେ ଦେଖିପାରିବେ ସେ ନୂଆ ନମ୍ବରଟି କ'ଣ ଅଛି। ନୂଆ ନମ୍ବରଟି ଦେଖି ଆପଣମାନେ ଟୋକନ୍ ଯଦି ଆସିନାହିଁ ଟୋକନ୍ କେମିତି ଆସିବ ସେ ବ୍ୟବସ୍ଥା ନିଜ ହାତରେ ନିଜେ କରିପାରିବେ।
आशा करूँ भिडियोटी निहाती भाव भल लगी जदि भिडियोटी भल लगी भिडियो को लाइक करने सहित चैनल को सब्सक्राइब कर बेल आइकन ऑन करदेवे रोचे भेट नुआ एक अपडेट भिडियो से विदाय दिंतु नमस्कार जय जगन्नाथ।